ଓମ୍ ଶାନ୍ତି। ଆଜି 10/5/2025 ମସିହା। ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ପ୍ରତିଦିନ ଯେପରି ମୁରଲୀ ମହାବାକ୍ୟ ଶୁଣେଇ ଆମକୁ ପ୍ରେରଣା ଦେଉଛନ୍ତି, ସତ୍ପଥରେ ଆଗେଇବା ପାଇଁ ସତ୍ ସାହସ ଯୋଗାଉଛନ୍ତି। ଆଜି ମଧ୍ୟ ସେ ତାଙ୍କର ମୁରଲୀ ମହାବାକ୍ୟ ଶୁଣେଇଛନ୍ତି। ଆମେ ଜଣେ ଜଣେ ଆତ୍ମା। ଏଇ ଆତ୍ମା ହିଁ ବଦଳିବ, ଏଇ ଆତ୍ମା ହିଁ ମୁରଲୀ ଶୁଣୁଛି, ଏଇ ଆତ୍ମା ହିଁ ଏ ସଂସାର ଛାଡ଼ି ଶାନ୍ତିଧାମକୁ ଯିବ। ତେଣୁ ଆତ୍ମା ସ୍ଥିତିରେ ରହି ଆମେ ମୁରଲୀ ଶୁଣିବା। ବାବା କହୁଛନ୍ତି ଯେ ତୁମେ ଖାଲି ମୁରଲୀ ଶୁଣିଲେ ହବନି, ମୁରଲୀକୁ ଶୁଣିବ, ଚିନ୍ତନ ମନନ କରିବ, ୟାଦରେ ରହିବ। ପୁଣି ତୁମର ଚଳଣି କେମିତି ହେଇଛି, ତୁମେ କେଉଁ ପ୍ରକାରର ଗୁଣ ଧାରଣ କରୁଛ, କେମିତି ଦିନ ନେଉଛ, କେତେ ସମୟ ଚାଟ, କେତେ ସମୟ ୟାଦରେ ରହୁଛ, ସବୁର ରେଜିଷ୍ଟର ମେଣ୍ଟେନ୍ କର। ଚାର୍ଟ ଲେଖ। ଚାର୍ଟ ନ ଲେଖିଲେ ଆମେ କ'ଣ କରୁଛେ, ଆମେ ତାକୁ ଯଦି ତଦାରଖ ନ କରିବା, ତର୍ଜମା ନ କରିବା, ସମୀକ୍ଷା ନ କରିବା, ତାହେଲେ ଆମେ ଭୁଲ ବାଟରେ ଯିବାର ବହୁତ ସମ୍ଭାବନା ରହିଛି। ତେଣୁ ପ୍ରତିଦିନ ଆମେ ରେଜିଷ୍ଟର ମେଣ୍ଟେନ୍ କରିବା। ବାବା ସେଇ କଥା ବାର ବାର କହୁଛନ୍ତି। ଆଜି ମଧ୍ୟ ଭାବନ୍ତୁ, ଇଏ ଆଜି ଗୋଟେ ଧାରଣାଯୁକ୍ତ କ୍ଲାସ୍। ଆମର ଜୀବନରେ କେମିତି ବାବାଙ୍କର ନିୟମକୁ ଧାରଣ କରିବା ଆଉ ଆଗକୁ ବଢ଼ିବା, ସତ୍ୟ ଯୁଗକୁ ଯିବା, ଆଜି ମୁରଲୀରେ ସେଇ ମହାବାକ୍ୟ ଗୁଡ଼ିକ ଉପରେ ବହୁତ ନଜର ଦେଇଛନ୍ତି, ଆମକୁ ଶିଖେଇଛନ୍ତି। ଜ୍ଞାନ ଚିନ୍ତନର ପଏଣ୍ଟ ଗୁଡ଼ିକୁ ଆମେ ମନେ ରଖିବା। ଆମର ସ୍ୱଭାବ ମିଠା ହେବ, ଦୁଃଖଦାୟୀ ହେବ ନାହିଁ। ଦୁଃଖ ଯଦି କାହାକୁ ଦେବା ବା କ୍ରୋଧ କରିବା, ସିଏ ବି ଅପବିତ୍ରତାର ଏକ ଲକ୍ଷଣ। ଆଉ କାହାକୁ ଦୁଃଖ ଦେବା ମାନେ ନିଶ୍ଚୟ ପଛରେ ଆମେ ପଶ୍ଚାତାପ କରିବା। ଆଉ ଯାହା ତ ଦେବା ତାହା ହିଁ ପାଇବା, ବାବା କହିଛନ୍ତି। ତେଣୁ ଲୁଣ ପାଣି ହେବା ନାହିଁ, ଆମେ ମିଠା ହେବା। ସମସ୍ତଙ୍କୁ ମିଠା ମଧୁର ବଚନ କହି ବାବାଙ୍କର ପରିଚୟ ଦେବା। ଅବଗୁଣ ସବୁ ତ୍ୟାଗ କରିବା, ସଦ୍ଗୁଣ ଗ୍ରହଣ କରିବା। ବାବା ସେଥିପାଇଁ କହୁଛନ୍ତି ଯେ ବାବା ପ୍ରତିଦିନ ମୁରଲୀରେ ଯେଉଁ ପଏଣ୍ଟ ଗୁଡ଼ିକ କହୁଛନ୍ତି, ତାଙ୍କୁ ଆମେ ବାର ବାର ଚିନ୍ତନ ମନ୍ଥନ କରି ମନେ ରଖିବା। ତାକୁ ଜୀବନରେ ପ୍ରତିଦିନ ଲଗେଇବା, କାମରେ ଲଗେଇବା ବା ଧାରଣା ଯୁକ୍ତ ହେବା। ବାବା କହୁଛନ୍ତି ରେଜିଷ୍ଟ୍ରେସନ ଉପରେ ଯଦି ଆଟେନସନ ଦେବା, ତାହେଲେ ଆମେ ନିଶ୍ଚୟ ସୁଧୁରିବା, ଆମେ ପରିବର୍ତ୍ତନ ହେଇପାରିବା। ବାବା ସେଥିପାଇଁ କହୁଛନ୍ତି ମନସା ବାଚା କର୍ମଣା, କୌଣସିଥିରେ କାହାକୁ ହେଲେ ଦୁଃଖ ଦେବା ନାହିଁ। ସତ୍ ମାର୍ଗୀ ହୋଇ ସତ୍ ପଥରେ ଚାଲିବା ପାଇଁ ଅନ୍ୟକୁ ପ୍ରେରଣା ସାହସ ଯୋଗେଇବା। ବାବା କହୁଛନ୍ତି ଭାରତ ହିଁ ସ୍ୱର୍ଗ ହେବ, ଅନ୍ୟ କୌଣସି ଜାଗା ସ୍ୱର୍ଗ ହୋଇପାରିବ ନାହିଁ। ଭାରତରେ ହିଁ 84 ଜନ୍ମ ଆତ୍ମାମାନେ ନିଅନ୍ତି। ତେଣୁ ଏ ଭାରତବାସୀ ହେବାର ଗୋଟିଏ ଆନନ୍ଦ, ଗର୍ବ, ଗୌରବ ଅଛି। ତାକୁ ଆମେ ସବୁବେଳେ ଚିନ୍ତାରେ ରଖିବା। ଆଉ ବାବା ଆସିଛନ୍ତି ତାଙ୍କ ପଥ ସେ ଦର୍ଶେଇଥିବା ପଥରେ ଆମେ ଚାଲି ଭାରତକୁ ସ୍ୱର୍ଗ ବନେଇବାରେ ସହଯୋଗୀ ହେବା। ବାବା କହୁଛନ୍ତି ଅବଗୁଣ ହେଉଛି ଶୈତାନୀ ଗୁଣ, ରାବଣର ଗୁଣ। ଆମେ ଦେବ ଆତ୍ମା, ଦେବତା ଗୁଣ ଧାରଣ କରିବା। ବାବା ସେଥିପାଇଁ କହୁଛନ୍ତି ଭକ୍ତି ମାର୍ଗରେ ସଦ୍ଗତି ନାହିଁ। ଭକ୍ତି ମାର୍ଗରେ ଭଗବାନ ଭକ୍ତ ଭାବେ ମୁଁ ପୂଜା ପାଠ କଲେ ଭଗବାନଙ୍କୁ ପାଇବି, କିନ୍ତୁ ଭକ୍ତି ମାର୍ଗରେ ଭଗବାନଙ୍କର ଯେହେତୁ ସତ୍ୟ ପରିଚୟ ପାଇନଥାନ୍ତି, ଭକ୍ତି ମାର୍ଗୀ ଲୋକମାନେ ସଦ୍ଗତି ପାଇପାରନ୍ତି ନାହିଁ, ସତ୍ୟ ଯୁଗକୁ ଯାଇପାରିବେ ନାହିଁ। ଆଉ ଭକ୍ତି ମାର୍ଗରେ ଯିବା ଅର୍ଥ ନିଜକୁ ନିଜେ ଧୋକା ଦେବା।
ଆପଣମାନେ ସମସ୍ତେ ଜାଣନ୍ତୁ, ଯଦି ଆମେ ରାଜଯୋଗ ଶିଖୁଛେ, ସ୍ୱୟଂ ପରମପିତା ପରମାତ୍ମା ଯାହା ଜ୍ଞାନ ଦେଉଛନ୍ତି ତାକୁ ଆମେ ଶୁଣୁଛେ, ଯୋଗ କରୁଛେ, ଏଥିପାଇଁ କେବଳ ସମୟ ଦରକାର, ମନୋବୃତ୍ତି ଦରକାର। କିନ୍ତୁ ଭକ୍ତି ମାର୍ଗରେ ଯିବା ପାଇଁ ଶରୀରରେ ବଳ ଥିବା ଦରକାର, ମନୋବଳ ଦରକାର, ଅର୍ଥ ବଳ ଦରକାର, ପୁଣି କେତେ ଧୋକା ଖାଇବାକୁ ପଡ଼େ। ଦରକାର ପଡ଼ିଲେ କେଉଁଠି ଯଦି କିଛି ଦୁର୍ଘଟଣା ଘଟେ ତାହେଲେ ନିଜର ଜୀବନ ଧନ ପ୍ରତି ବି ବିପଦ ଆସେ। କିନ୍ତୁ ଆମେ ଘରେ ବସି ଯଦି ଭଗବାନଙ୍କୁ ୟାଦ କରିବା, ରାଜଯୋଗ କରିବା, ଭଗବାନଙ୍କୁ ଚିହ୍ନିବା, ଭଗବାନ ଯେଉଁ ବାଟ ଦେଖେଇଛନ୍ତି ସେଇ ବାଟରେ ଆମେ ଚାଲିବାକୁ ଚେଷ୍ଟା କରିବା, ଏଥିରେ କିଛିର ଆବଶ୍ୟକତା ନାହିଁ। ରାଜଯୋଗ ବଳରେ ରାଜା ହେବା, କିନ୍ତୁ ଏଥିପାଇଁ କୌଣସି ପ୍ରକାର ଶକ୍ତିର ଆବଶ୍ୟକତା ନାହିଁ କି ଧନର ଆବଶ୍ୟକତା ନାହିଁ, କେବଳ ମନର ଆବଶ୍ୟକତା। ପବିତ୍ର ରହିଲେ ଆମେ ରାଜଯୋଗ ଶିଖିପାରିବା, ରାଜଯୋଗ ବଳରେ ପବିତ୍ର ଦୁନିଆକୁ ଯାଇପାରିବା। ତେଣୁ ଭକ୍ତି କରିବା ବଦଳରେ ଜ୍ଞାନ ଶୁଣି ଜ୍ଞାନ ମାର୍ଗୀ ହୋଇ ସତ୍ସଙ୍ଗ କରି ସତ୍ୟଯୁଗକୁ ଯିବା ପାଇଁ ଆମେ ଚେଷ୍ଟା କରିବା। ସେ ଶାନ୍ତିଧାମ ହେଉଛି ସୁଇଟ୍ ହୋମ୍। ଆମେ ପ୍ରଥମେ ତ ସୁଇଟ୍ ହୋମ୍କୁ ଯିବା ନା। ସୁଇଟ୍ ହୋମ୍କୁ ଯିବା ପାଇଁ ପ୍ରଥମେ ଆମକୁ ସୁଇଟ୍ ହେବାକୁ ପଡ଼ିବ। ଶାନ୍ତିଧାମ ହେଉଛି ନିର୍ବାଣ ଧାମ, ସେଠିକି ପବିତ୍ର ଆତ୍ମା ହିଁ ଯିବେ। ତେଣୁ ସେଠିକି ଯିବା ପାଇଁ ଆମକୁ ପ୍ରଥମେ ପବିତ୍ର ହେବାକୁ ପଡ଼ିବ। ବାବାଙ୍କ ସାଥିରେ ଆମେ ଯିବା, କିନ୍ତୁ ସେଠିକି ଯିବା ପାଇଁ ନିଜର ଯୋଗ୍ୟତା ରଖିବା ନିହାତି ଦରକାର। ପୁରୁଷାର୍ଥ କଲେ ହିଁ ସ୍ୱର୍ଗର ଗେଟ୍ ଖୋଲୁଛି ବୋଲି ଜାଣନ୍ତୁ। ଆମେ ବର୍ତ୍ତମାନ ସ୍ୱର୍ଗର ଦ୍ୱାର ମୁହଁରେ ଉପସ୍ଥିତ ଅଛେ। ଗେଟ୍ ଖୋଲିଲେ ଭିତରକୁ ପଶିବା, କିନ୍ତୁ ଭିତରକୁ ପଶିବା ପାଇଁ ଯୋଗ୍ୟତା ଦରକାର। ସେଇ ଯୋଗ୍ୟତା ପୁରୁଷାର୍ଥ ବଳରେ ହିଁ ଅର୍ଜନ କରିହେବ। ବାବା ସେଥିପାଇଁ କ'ଣ କରିବାକୁ ହେବ ବାଟ ପ୍ରତିଦିନ ବତାଉଛନ୍ତି। ଆମେ ବର୍ତ୍ତମାନ ନିଜକୁ ଭାବିବା, ମୁଁ ସ୍ୱର୍ଗର ଗେଟ୍ ପାଖରେ ଛିଡ଼ା ହୋଇଛି। ବାବା କହୁଛନ୍ତି ଲୋକମାନେ ଶାନ୍ତି ଖୋଜୁଛନ୍ତି, କିନ୍ତୁ ସତ୍ୟ ଯୁଗରେ ତ ସୁଖ ଶାନ୍ତି ଦୁଇଟା ଯାକ ମିଳିବ। ବର୍ତ୍ତମାନ ଦୁଃଖ ଅଶାନ୍ତିରେ ରହିକି ଶାନ୍ତି ଖୋଜୁଛନ୍ତି। କାରଣ ଶାନ୍ତିର କ'ଣ ନିୟମ ବା ଶାନ୍ତି କେଉଁଠି ଅଛି ଲୋକମାନେ ଜାଣିନାହାନ୍ତି। ଶାନ୍ତି ହେଉଛି ଆମ ଆତ୍ମାର ସ୍ୱଧର୍ମ, କିନ୍ତୁ ଆମେ ପରଧର୍ମରେ ଆମେ ଯାଉଛେ। ଆମର ଧର୍ମ ହେଉଛି ସୁଖ ଶାନ୍ତି ଆନନ୍ଦ ପ୍ରେମ ପବିତ୍ରତା ଜ୍ଞାନ ଗୁଣ ଶକ୍ତି, ଇଏ ସବୁ ଆତ୍ମାର ସ୍ୱଧର୍ମ। କିନ୍ତୁ ବିକାର ବା ରାବଣର ଧର୍ମରେ ଆମେ ଫସି ଯାଇଛେ। କାମ କ୍ରୋଧ ଲୋଭ ମୋହ ଇଏ ସବୁ ରାବଣର ଧର୍ମ। ସେ ରାବଣର ଧର୍ମକୁ ଆମେ ନିଜ ଧର୍ମ ବୋଲି ଭାବି ନେଇଛେ, ତାକୁ ଆମେ ଧାରଣ କରି ନେଇଛେ, ଦେହ ଅଭିମାନରେ ଫସି ଯାଇଛେ। ତେଣୁ ଶାନ୍ତି ଖୋଜୁଛେ, କିନ୍ତୁ ଶାନ୍ତି ହେଉଛି ଆମ ନିଜର ସ୍ୱଧର୍ମ। ଆଉ ଶାନ୍ତି ଏଇ ଦୁଃଖ ଧାମରେ ନାହିଁ। ଶାନ୍ତି କେବଳ ଶାନ୍ତିଧାମରେ ମିଳିବ, ସ୍ୱର୍ଗରେ ମିଳିବ। ବାବା ସେଥିପାଇଁ କହୁଛନ୍ତି ଏବେ ଘର ବାହୁଡ଼ିବା ବେଳ ହେଲାଣି, ଶାନ୍ତିଧାମକୁ ଯିବ। ତେଣୁ ନିଜର ଆତ୍ମାରେ ଶାନ୍ତି ପ୍ରତିଷ୍ଠା କର ବା ଶାନ୍ତି ସ୍ଥାପନ କର। ସ୍ୱଧର୍ମକୁ ଚିହ୍ନ, ବାବାଙ୍କ ଠାରୁ ଆଣି ନିଜେ ଶାନ୍ତିରେ ରୁହ। ବାବା ବାର କହୁଛନ୍ତି ସେଇ ଗୋଟିଏ କଥା। ଆଉ ଗୋଟିଏ ଆମର ବି ଗପ ଅଛି। ଥରେ ରାଣୀଙ୍କର ଗଳାର ହାର ହଜିଗଲା। ରାଣୀ ଭାବିଲେ ମୋ ଗଳାର ହାର କୁଆଡ଼େ ହଜିଯାଇଛି। ତେଣୁ ରାଜାର କଥା, କେତେ ଲୋକଙ୍କ ଦ୍ୱାରା ହାର ଖୋଜାଗଲା, କିନ୍ତୁ ଦେଖିଲା ବେଳକୁ ରାଣୀ ନିଜେ ନିଜ ଗଳାରେ ହାରଟିକି ପିନ୍ଧିଛନ୍ତି। ସେ କିନ୍ତୁ ଭୁଲି ଯାଇଛନ୍ତି, ଭାବିଛନ୍ତି ଗଳାହାର ହଜିଯାଇଛି। ସେଇଭଳି ଆମ ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି, କିନ୍ତୁ ଆମେ ବାହାରେ ଶାନ୍ତିକି ଖୋଜୁଛେ। ସେଇ ଶାନ୍ତିରେ ରହିବା ପାଇଁ ଶାନ୍ତିର ସାଗର ପରମପିତା ପରମାତ୍ମାଙ୍କ ସହିତ ଯୋଗ ଲଗେଇଲେ ହିଁ ଆମେ ଶାନ୍ତି ପାଇବା।
ବାବା ସେ ଉପାୟ ବତେଇ ଦେଇଛନ୍ତି। ତେଣୁ ଆମର ରଚନା, ରଚୟିତା ଆଉ ତାଙ୍କର ବେହଦ ସମ୍ପତ୍ତି ବିଷୟରେ ଜ୍ଞାନ ରହିବା ଦରକାର। ରଚୟିତା ହେଲେ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ। ବେହଦ ସମ୍ପତ୍ତି ହେଲା ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ପବିତ୍ରତା ଇତ୍ୟାଦି। ସେ ହେଉଛନ୍ତି ସବୁ ସମ୍ପତ୍ତିର ମାଲିକ। ଆଉ ଆମେ ହେଲେ ସେଇ ଭଗବାନଙ୍କର ରଚନା। ଆମେ ତାଙ୍କର ପୁତ୍ର ଅଧିକାର ପାଇବା ଯଦି ଆମେ ତାଙ୍କୁ ଚିହ୍ନିବା, ଜାଣିବା, ତାଙ୍କ କଥା ମାନିବା। ତେଣୁ ଆମେ ଏଗୁଡ଼ାକ ମନରେ ଏଇ ଜ୍ଞାନ ବଳରେ ଜାଣିଗଲେଣି। ଆମେ ତାଙ୍କ ସହିତ ପ୍ରୀତି ଯୋଡ଼ିକି ସେସବୁ ଆଣି ସୁଖ ଶାନ୍ତିରେ ରହିବା। ଆଉ ଆମେ ହେ ରାମ, ହେ ଭଗବାନ ଏମିତି କହିବା ନାହିଁ। ଇଏ ଭକ୍ତି ମାର୍ଗୀ ଲୋକଙ୍କର ଇଏ ଉଚ୍ଚାରଣ। ଆମେ କହିବା ମୋ ପିତା ଶିବ ଭଗବାନ, କିନ୍ତୁ ହେ ରାମ, ହେ ଭଗବାନ ଏ ପ୍ରକାର ଉଚ୍ଚାରଣ ଆଉ କରିବା ନାହିଁ। ବାବା କହୁଛନ୍ତି ଲୋକମାନେ ଭକ୍ତିକୁ ଉତ୍ତମ ମାର୍ଗ ବୋଲି ବୁଝୁଛନ୍ତି, କାରଣ ଇଏ ଦ୍ୱାପର ଯୁଗରୁ ଏଇ ମାର୍ଗରେ ଚାଲି ଆସିଛନ୍ତି। ତେଣୁ ଇଏ ଜ୍ଞାନ ମାର୍ଗର ଅର୍ଥ ହିଁ ବୁଝିବାକୁ ରାଜି ନୁହନ୍ତି, ଜ୍ଞାନ ମାର୍ଗ କ'ଣ ବୋଲି ଜାଣିବାକୁ ବି ରାଜି ନୁହନ୍ତି। କିନ୍ତୁ ଭକ୍ତି ମାର୍ଗରେ ଯେ ଆମେ କେତେ ହରେଇ ଦେଉଛେ, ସତ୍ୟ ଯୁଗକୁ ଯିବାର ରାସ୍ତା ଭୁଲି ଯାଉଛେ, ସତ୍ୟ ଯୁଗକୁ ଯାଇପାରିବାନି ବୋଲି ବାବା ବତେଇ ଦେଉଛନ୍ତି। ତେଣୁ ଭକ୍ତି କଳସ ପୂର୍ଣ୍ଣ ହେଲେ ଜ୍ଞାନ ମିଳିବ ବୋଲି ବାବା ପୁଣି କହୁଛନ୍ତି। ହେଲେ ଆମେ କିନ୍ତୁ ଭକ୍ତି କଳସ ପୂର୍ଣ୍ଣ ହେଇଛି କି ନାହିଁ ଜାଣିନେ। କିନ୍ତୁ ବାବାଙ୍କ ଜ୍ଞାନ ଜାଣିଲେ, ବାବା ଯାହା କହୁଛନ୍ତି ତାକୁ ଶୁଣିଲେ ଆମେ ନିଜକୁ ନିଜେ ତର୍ଜମା କରିପାରିବା ଯେ ପ୍ରକୃତରେ ଜ୍ଞାନ ମାର୍ଗରେ ମୁଁ ଚାଲିପାରୁଛି ନା ନାହିଁ। ତେଣୁ ମୁଁ ଗୋଟେ ଭକ୍ତି କଳସ ପୂର୍ଣ୍ଣ ହେଇନି ବୋଲି ଭାବିକି ଯଦି ବାବାଙ୍କ ଜ୍ଞାନ ନ ଶୁଣିବି, ତାହେଲେ ଜ୍ଞାନ ମାର୍ଗରେ ଚାଲିବି କେମିତି? ସେଥିପାଇଁ ବାବା କହୁଛନ୍ତି ଭକ୍ତିକୁ ଛାଡ଼ି ବାବାଙ୍କ ଠାରୁ ସତ୍ୟ ଗୀତା ଜ୍ଞାନ ଶୁଣ। ଗୋଲା ଚିତ୍ର ତ ଆମେ ଦେଖିଛେ, ବାବା ଆମର ଆଶ୍ରମରେ ରହିଛି, ସେଠି କେମିତି ସ୍ୱର୍ଗର ଗେଟ୍ ଖୋଲା ଯାଉଛି ତାକୁ ଭଲ ଭାବରେ ବୁଝେଇ ଦିଆଯାଇଛି। ଆଉ ସାଧାରଣତଃ ଭକ୍ତି ମାର୍ଗରେ ଅମରନାଥ ଯାଆନ୍ତି, ଅମରନାଥରେ ଯାଇ ପୂଜା ପ୍ରାର୍ଥନା କରନ୍ତି। ଅମରନାଥକୁ ପହଞ୍ଚିଗଲେ ମାନେ ସେ ସ୍ୱର୍ଗରେ ପହଞ୍ଚିଗଲେ ବୋଲି ଭାବନ୍ତି। କିନ୍ତୁ ଅମରନାଥ କିଏ? ଆମେ ସେ କଥାଟା ବାବା ଆସିକି ବୁଝେଇ ଦେଲେ। ବାବା ହେଉଛନ୍ତି ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ, ସେ ହେଉଛନ୍ତି ଅମରନାଥ। ସିଏ ପରମଧାମରୁ ଆମ ପାଖକୁ ଆସିଛନ୍ତି, ଆମକୁ ରାସ୍ତା ଦେଖେଇକି ଅମରପୁରକୁ ନେବା ପାଇଁ। ଆମେ କାହିଁକି ଭକ୍ତିରେ ମାତାଲ ହୋଇଯାଇ ଅମରନାଥ କାହିଁ କେତେ ଦୂର, କେତେ ଅସୁବିଧାରେ ପହଞ୍ଚିବା କିଛି ଆବଶ୍ୟକତା ନାହିଁ। ବାବା ବତେଇ ଦେଲେ ସ୍ୱର୍ଗରେ ତ ବହୁତ କମ୍ ଲୋକ ରହିବେ, ବେଶୀ ଲୋକ ଏଠି ଅଛନ୍ତି ବୋଲି ବେଶୀ ଲଢ଼େଇ ଝଗଡ଼ା ମତାନ୍ତର ଚାଲିଛି। ସ୍ୱର୍ଗରେ ଏକ ରାଜ୍ୟ, ଏକ ଭାଷା, ଏକ ବିଚାର, ଏକ ଧର୍ମ, ସବୁ ଏକ ହେଇଯିବ। ଆଉ ସେଠି କମ୍ ଲୋକ ରହିବେ, ଶାନ୍ତିରେ ରହିବେ। ସେଥିପାଇଁ କୁହାଯାଏ ବାଘ ଗାଈ ଗୋଟିଏ ଘାଟରେ ପାଣି ପିଉଥିବେ, ଆଉ ନଦୀରେ ଦୁଧ ଘିଅର ନଦୀ ବହୁଥିବ। ସତରେ କ'ଣ ଦୁଧ ଘିଅର ନଦୀ ବହୁଥିବ କି? ମାନେ ନଦୀ ବି ଏତେ ପବିତ୍ର ଥିବ, ଏତେ ତା'ର ଜଳ ବି ଏତେ ମଧୁର ଥିବ, ଆଉ ସମସ୍ତଙ୍କ ମନରେ ଏତେ ପ୍ୟାର ଥିବ ଯେ ଶତ୍ରୁତା ଭାବ ନଥିବ। ତେଣୁ କୁହାଯାଉଛି ଗାଈ ଛେଳି ଗୋଟିଏ ଘାଟରେ ପାଣି ପିଉଥିବେ। ତାମାନେ ସତ୍ୟ ଯୁଗ କୋଉ ଭଳିଆ, ସେଥିପାଇଁ ଯିବା ପାଇଁ ଆମକୁ ନିଶ୍ଚୟ ସେଇଭଳି ମିଠା ହେବାକୁ ପଡ଼ିବ। ବାବା ବୁଝେଇ ଦେଉଛନ୍ତି। ବାବା କହୁଛନ୍ତି ଦାନ ପୁଣ୍ୟ ତ ଏତେ କଲ, ସାଧୁ ସନ୍ନ୍ୟାସୀ ସମସ୍ତଙ୍କୁ ବିଶ୍ୱାସ କଲ, ତାଙ୍କ କଥାକୁ ଶୁଣିଲ, ତାଙ୍କ ମାର୍ଗରେ ଚାଲିଲ, ତାହେଲେ ଏତେ ଦୁଃଖ ପାଉଛ କାହିଁକି? ଯଦି ଦାନ ପୁଣ୍ୟ ବଳରେ ସୁଖ ମିଳିବ, ତାହେଲେ ଦୁଃଖ ଏତେ ଆସିଲା କୁଆଡ଼ୁ? ତେଣୁ ଆମେ ଜାଣିଛେ ଇଏ ବିକାର ଦୁନିଆରେ ଯାହା ବି କରୁଛେ ରାବଣର ହାତ ଧରି ଆମେ ଦୁଃଖ ହିଁ ପାଉଛେ। ତେଣୁ ସ୍ୱୟଂ ଭଗବାନ ଆସିଛନ୍ତି, ଆମେ ବର୍ତ୍ତମାନ ରାବଣର ହାତ ଛାଡ଼ି ରାମଙ୍କ ହାତ ଧରିବା।
ରାମଙ୍କ ହାତ ଧରି ରାମଙ୍କ ସାଥିରେ ଚାଲିବା। ରାଜଯୋଗ ବଳରେ ଆମେ ରାଜା ହେବା। ଆଉ ନାମ ରୂପରେ ଅଟକିବା ନାହିଁ, ଲଟକିବା ନାହିଁ, ଫସିଯିବା ନାହିଁ, ଶରୀର ଭାନରେ ରହିବା ନାହିଁ। ପୁରୁଣା ସଂସ୍କାର, ପୁରୁଣା ଦୁନିଆ, ପୁରୁଣା ଶରୀର ପାଖରୁ ମୋହ ତୁଟେଇ ଦେଇ ଆମେ ନଷ୍ଟ ମୁହା ହେଇଯିବା। ବାବା କହୁଛନ୍ତି ଯେତେବେଳ ପର୍ଯ୍ୟନ୍ତ ଆମେ ନିଜକୁ ଆତ୍ମା ବୋଲି ଭାବି ପାରିବାନି, ନିଜକୁ ଆତ୍ମା ବୋଲି ମାନିବାନି, ଏଇ ଶରୀର ଉପରେ ଲକ୍ଷ୍ୟ ରଖିବା, ଆଉ ବାବା ହେଉଛନ୍ତି ଆମ ଆତ୍ମାର ପିତା, ତାହେଲେ ଆମେ ବାବାଙ୍କୁ ପାଇବା କେମିତି? ବାବାଙ୍କ କଥା ଆମକୁ ଶୁଭିବ କେମିତି? ସେଥିପାଇଁ ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ବୋଲି ନିଶ୍ଚୟ କରି ଆତ୍ମସ୍ଥିତିରେ ରହି ଯାହା କହୁଛି ସେଇ ବାଟରେ ଚାଲ, ଚାଲିଲେ ସ୍ୱର୍ଗରେ ପହଞ୍ଚିବ। ବାବା କହୁଛନ୍ତି ଦେଖ, ଯିଏ ଓକିଲାତି ପାଠ ପଢ଼ିଲା, ଡାକ୍ତରୀ ପାଠ ପଢ଼ିଲା, ଯେଉଁ ପାଠ ପଢ଼ିଲେ ସେଇ ପ୍ରକାରର ତାଙ୍କୁ ଚାକିରି ମିଳିଲା ବା ତାଙ୍କର ସେଇ ପୋଜିସନ୍ ମିଳିଲା। ପୁଣି ପାଠ ମନେ ରଖିଲେ, ପାଠକୁ କାର୍ଯ୍ୟକାରୀ କଲେ, ରୋଜଗାର କଲେ। ସେଇଭଳି ବାବା ଆସିଛନ୍ତି, ରାଜଯୋଗ ଶିଖାଉଛନ୍ତି, ରାଜଯୋଗ ବଳରେ ରାଜା ହେବା। ଯେମିତି ପାଠକୁ ସେମିତି ପୋଜିସନ୍। ବାବା ସେଇ କଥା ବତେଇ ଦେଉଛନ୍ତି। ଆଜିକାଲି ତ ସ୍କୁଲ ମାନଙ୍କରେ ବି ମାଡ଼ ଉଠିଗଲାଣି, ମାନେ କୌଣସି ପ୍ରକାର ଦଣ୍ଡବିଧାନ ନାହିଁ। ବାବା ସେମିତି କହୁଛନ୍ତି, ମୁଁ ତ ଆସିଛି ପିତା ହିସାବରେ ତୁମକୁ ପାଠ ପଢ଼େଇବାକୁ, ତୁମେ ନ ଆସିଲେ କ'ଣ ମୁଁ ତୁମକୁ ଦଣ୍ଡ ଦେବି ନା ତୁମକୁ ଗାଳି ଦେବି? ସବୁଦିନ ତ ମିଠା ବଚା କହି ମୋର ପାଠ ପଢ଼ା ଆରମ୍ଭ କରୁଛି, କିନ୍ତୁ ତୁମେ ମିଠା ବଚା ହୋଇ ମୋ କଥା ଶୁଣ। ବାବା ଏ କଥା ବତେଇ ଦେଉଛନ୍ତି। ବାବା ହେଉଛନ୍ତି ଆତ୍ମିକ ପିତା, ଆତ୍ମିକ ଟିଚର, ରୁହାନୀ ଟିଚର। ତେଣୁ ରୁହାନୀ ପାଠ, ସେ ଆତ୍ମାର ପାଠ ହିଁ ପଢ଼ଉଛନ୍ତି। ଆତ୍ମା ଆମର ପବିତ୍ର ହୋଇଗଲେ, ଆମେ ସତ୍ୱପ୍ରଧାନ ଆତ୍ମା ହେଇଗଲେ ଦେବ ଆତ୍ମାରେ ପରିଣତ ହେଇଯିବା, ଦେବତାମାନଙ୍କ ଯୁଗକୁ ଯିବା, ସତ୍ୟ ଯୁଗକୁ ଯିବା। ସେଥିପାଇଁ ବାବା କହୁଛନ୍ତି ତୁମେ ପ୍ରଦର୍ଶନୀ କର, ପ୍ରୋଜେକ୍ଟର ଲଗାଅ, ବିଭିନ୍ନ ମାଧ୍ୟମରେ ସମସ୍ତଙ୍କୁ ଏଇ ପାଠ ପଢ଼ାଅ, ଏଇ ପାଠର ଗୁରୁତ୍ୱ ବୁଝେଇ ଦିଅ, ଯାହାଫଳରେ ତୁମେ ସତ୍ୟ ଯୁଗକୁ ଯିବ, ଆୟୁଷ୍ମାନ ହେବ। ଏଠି ପିଲାଟିଏ ପାଇବା ପାଇଁ ବାପା ମା ଦରକାର ପଡ଼ିଲେ କେତେ ଅସୁବିଧାରେ ପଡ଼ୁଛନ୍ତି। ପିଲା ଚାହୁଁଛନ୍ତି, ତାଙ୍କର ପିଲା ହେଉନି, ପୁଣି କେତେ ପ୍ରକାରର ଅକାଳ ମୃତ୍ୟୁ ହେଉଛି, ବିଭିନ୍ନ ଯନ୍ତ୍ରଣା ପାଉଛନ୍ତି। କିନ୍ତୁ ସତ୍ୟ ଯୁଗରେ କିଛି ଖୋଜିବାକୁ ପଡ଼ିବନି, ସମସ୍ତଙ୍କର ପିଲା ହେବ, ସମସ୍ତେ ଆୟୁଷ୍ମାନ ହେବେ, ସମସ୍ତେ ସୁଖ ଶାନ୍ତିରେ ରହିବେ, ଦୁଃଖ ଜମା ମିଳିବ ନାହିଁ। ବାବା ସିଧା କହିଦେଉଛନ୍ତି, ଏଠି ଯିଏ ବାଦଶାହ ହୁଅନ୍ତୁ, ରାଜା ହୁଅନ୍ତୁ, ମନ୍ତ୍ରୀ ହୁଅନ୍ତୁ, ଯାହା ବି ହୁଅନ୍ତୁ, ତାଙ୍କ ପାଖରେ ହୁଏତ ଧନ ଥାଇପାରେ, କିନ୍ତୁ ସେମାନେ ନିରୋଗ ନୁହନ୍ତି। କିନ୍ତୁ ସତ୍ୟ ଯୁଗରେ ନିରୋଗ ଶରୀର ବି ପାଇବ। ତେଣୁ ସତ୍ୟ ଯୁଗ ଆଉ ଏ କଳି ଯୁଗ ଭିତରେ କ'ଣ ଅନ୍ତର ଅଛି, ବାବା ସବୁଦିନ ଭଲ ଭାବରେ ବୁଝେଇ ଦେଉଛନ୍ତି। ବୁଝେଇବାର କାରଣ ହେଲା, ଭଲ ଜିନିଷଟେ ଜାଣିଲେ ଆମେ ଭଲ ହେବାକୁ ଚେଷ୍ଟା କରିବା, ଭଲ ଜାଗାକୁ ଯିବାକୁ ଚେଷ୍ଟା କରିବା। ତେଣୁ ବାବା ସତ୍ୟ ଯୁଗର କଥା ଆମକୁ ସବୁବେଳେ ଜଣେଇ ଦେଉଛନ୍ତି। ପଦଭ୍ରଷ୍ଟ ହେଇଯିବା ଯଦି, ପଦଭ୍ରଷ୍ଟ ହେଇଯିବା ଯଦି ଆମେ ଚାର୍ଟ ନ ଲେଖିବା। ତେଣୁ ଚାର୍ଟ ଲେଖିକି ଆମେ ଉଚ୍ଚ ପଦବୀ ପାଇବା ପାଇଁ ନିରନ୍ତର ଚେଷ୍ଟା ରଖିବା। ବାବା କହୁଛନ୍ତି ଭକ୍ତ ଆତ୍ମା ମାନେ ବୁଝୁଛନ୍ତି ଭକ୍ତି ବଳରେ ଭଗବାନଙ୍କୁ ପାଇଯିବେ, ତେଣୁ ନବଧା ଭକ୍ତି କରୁଛନ୍ତି। ମୁଁ ତ ଗୋଟେ ନବଧା ଭକ୍ତି ଉପରେ ଗୀତଟିଏ ଲେଖିକି ୟୁଟ୍ୟୁବରେ ଛାଡ଼ିଛି, ଯଦି ଆପଣମାନେ ବି ଚାହିଁବେ ତାହେଲେ ୟୁଟ୍ୟୁବରେ ବି ଶୁଣିପାରିବେ ନବଧା ଭକ୍ତି କ'ଣ କ'ଣ। ସେଇ ନବଧା ଭକ୍ତି କରି ଭକ୍ତ ଆତ୍ମା ମାନେ ଭଗବାନଙ୍କୁ ପାଇବେ ବୋଲି ଭାବୁଛନ୍ତି, କିନ୍ତୁ ଭକ୍ତିରେ ଭଗବାନଙ୍କୁ ମିଳିବ ନାହିଁ। ପବିତ୍ର ରହିଛେ, ଯଦି ଆମେ ପତିତ ପୁଣି ହେଇଯିବା, ଅନେକ ଦିନ ପବିତ୍ରତାର ସ୍ୱାଦ ଚାଖିଲେଣି, ଆମେ ପବିତ୍ର ଜୀବନଯାପନ କରୁଛେ, ଯଦି କୌଣସି କାରଣବଶତଃ ମାୟାର
ଅଧୀନ ହୋଇ ମାୟା ତ ନାକ କାନ ଚିପି ଦେଉଛି ବେଳେବେଳେ, ତାର ଅଧୀନ ହେଇଗଲେ କି କମାଇ ଚଟ୍, ଯାହା କିଛି ଆମେ ରୋଜଗାର କରିଛେ ସେ ସେଇଠି ସମାପ୍ତ ହେଇଯିବ ବୋଲି ବାବା କହୁଛନ୍ତି। ତେଣୁ ଭାଗ୍ୟବାନ କିଏ? ଯିଏ ନିଜ ଶରୀରକୁ ଭୁଲି ବୁଦ୍ଧିରେ ଅଶରୀରୀ ଭାବ ରଖିବ, ଭଗବାନଙ୍କୁ ସାଥିରେ ରଖିବ, ସଂସାରରେ ଆନନ୍ଦରେ ଚଳିବ। ଭକ୍ତିରୁ ତ ସଦ୍ଗତି ମିଳିବନି, ତେଣୁ ଭଗବାନଙ୍କ ଜ୍ଞାନରେ ଉଦ୍ବୁଦ୍ଧ ହୋଇ ସଦ୍ଗତି ପ୍ରାପ୍ତ କରିବା ପାଇଁ ସବୁବେଳେ ନିଜେ ଚେଷ୍ଟା କରିବ। ଉଚ୍ଚ ଭାଗ୍ୟ ପାଇଁ ନିଶ୍ଚିତ ଭାବରେ ଆମେ ଚାର୍ଟ ଲେଖିବା। ବାବା ଆଜି ବାର ଚାର୍ଟ ଲେଖିବା ପାଇଁ କହୁଛନ୍ତି। ଚାର୍ଟ ଲେଖିଲେ ନିଜକୁ ନିଜେ ସଂଶୋଧନ କରିପାରିବା, ନିଜକୁ ନିଜେ ଉଚ୍ଚ ସ୍ତରକୁ ନେଇପାରିବା। ତେଣୁ ବାବା କହୁଛନ୍ତି ଯେ ଆଦି ମଧ୍ୟ ଅନ୍ତର ଜ୍ଞାନ ଆମେ ଜାଣିଛେ, ଭାରତର ଆଦି ସମୟର କଥା, ଆଉ ମଧ୍ୟ ସମୟର କଥା, ଆଉ ଅନ୍ତ ସମୟର କଥା ଆମେ ଜାଣିଛେ। ଆତ୍ମାର ବି ଆଦି ସମୟର ଅଭିନୟ କ'ଣ, ମଧ୍ୟ ସମୟର ଅଭିନୟ କ'ଣ, ଆଉ ଅନ୍ତ ସମୟରେ କିପରି ସେ ପୁରା ବିକାରଗ୍ରସ୍ତ ହେଇଗଲାଣି, ଆମେ ସବୁ ପାଠ ଜାଣି ଦେଇଛେ। ସେଇ ପାଠକୁ ଜାଣିବା ପରେ ଆମେ ବର୍ତ୍ତମାନ କେମିତି ଜାଣିଲେ? ବାବା କହିଛନ୍ତି ଭକ୍ତ ଆତ୍ମାମାନେ ଏ ପାଠ ଜାଣିନାହାନ୍ତି। ତେଣୁ ଆମେ ଯେହେତୁ ବାବାଙ୍କୁ ଚିହ୍ନିଲେ, ଜ୍ଞାନ ଶୁଣିଲେ, ଆମେ ସବୁ ପାଠ ଜାଣିଲେ, ସେଇ ପାଠ ମୁତାବକ ଆମେ ଆଗକୁ ବଢ଼ିବା, ଜ୍ଞାନ ଯୋଗକୁ ଧାରଣାରେ ଲଗେଇବା, ଧାରଣା କରି ପୁଣି ସେବାରେ ଲଗେଇ ଆମେ ସଦ୍ଗତି ପାଇବା। ବାବା କହୁଛନ୍ତି ସଚ୍ଚା ମାସୁକୁ ଆସିଛନ୍ତି। ବାବା ହେଉଛନ୍ତି ସଚ୍ଚା ମାସୁକ। ଆମେ ସେମିତି ସଚ୍ଚା ସଜନୀ ହେବା, ସେ ସାଜନ। ଆମେ ସବୁ ଆତ୍ମାମାନେ ତାଙ୍କର ସଜନୀ। ଯେମିତି ସାଧାରଣ ଲୌକିକ ଦୁନିଆରେ ଯିଏ ପ୍ରେମିକକୁ ପ୍ରେମିକା ଏତେ ଭଲ ପାଏ ଯେ ତା ଆଖି ଆଗରେ ଆଉ କିଛି ଦେଖାଯାଏନି, ସେହିପରି ସତ୍ୟ ସାଜନା ଆମକୁ ଯାହା ବତାଉଛନ୍ତି ଆମେ ସେହି ବାଟରେ ଚାଲିବା। ବାବା କହୁଛନ୍ତି ଆମ ଭିତରୁ କିଏ ମହାରଥୀ ହେଇଛି? ଯିଏ ୟାଦ ବହୁତ କଲା ସିଏ ମହାରଥୀ। ଯିଏ ୟାଦ କମ୍ କଲା, ଯେମିତି ଯୁଦ୍ଧ କ୍ଷେତ୍ରରେ ମହାରଥୀ, କିଏ ପଦାତିକ ବାହିନୀ, କିଏ ଅଶ୍ୱବାହିନୀ, କିଏ କେତେ ପ୍ରକାରର ସେନାବାହିନୀ ରହିଥାନ୍ତି, ସେହିପରି ଆମେ ଯେଉଁ ବାବାଙ୍କ ଆଡ଼କୁ ଯାଉଛେ, ଆମ ଭିତରୁ ବି କେତେ ଅଛନ୍ତି ମହାରଥୀ, ସେ ବାବାଙ୍କ ସହିତ ସବୁବେଳେ ଯୋଗଯୁକ୍ତ ହୋଇ ରହୁଛନ୍ତି, ନିଜକୁ ନିର୍ମାଣ କରିଛନ୍ତି। ଆଉ ଯିଏ ସେମାନଙ୍କ ଠାରୁ କମ୍, ସେମାନେ ପଦାତିକ ବାହିନୀରେ ଯାଉଛନ୍ତି। ବାବା ଏକଥା ବି ବୁଝେଇ ଦେଇଛନ୍ତି। ବାବା କହୁଛନ୍ତି ଯେ ଯେତେବେଳେ ସବୁ କନ୍ୟାମାନେ ପୁରା ଅଥରିଟି ହେଇଯିବେ, ମାନେ ସେମାନେ ପୁରା ପବିତ୍ର ହେବେ, ଆଉ ପୁରା ଧାରଣାଯୁକ୍ତ ହେବେ, ନିଜକୁ ଅଥରିଟି ବୋଲି ଭାବିବେ, ସେ ବାବାଙ୍କର ସହଯୋଗୀ, ବାବାଙ୍କ ଜ୍ଞାନ ଅନ୍ୟକୁ ବୁଝେଇବା ପାଇଁ ସେ ପୁରା ସକ୍ଷମ ହେଇଯିବେ, ସେତେବେଳେ ବିରାଟ ପରିବର୍ତ୍ତନ ହେବ। ମାନେ ବାବା ଯାହା ଚାହୁଁଛନ୍ତି ସେ ଅଟୋମେଟିକ୍ ସେଇପରି ହେଇଯିବ। ବାବା ସେଥିପାଇଁ ନାରୀକୁ ନାରାୟଣୀ କହିଛନ୍ତି। ନାରୀମାନଙ୍କ ହାତରେ ଏ ଦାୟିତ୍ୱ ଦେଇଛନ୍ତି, ବା ମାତାମାନଙ୍କ ହାତରେ ଏ ଦାୟିତ୍ୱ ଦେଇଛନ୍ତି, କନ୍ୟାମାନଙ୍କ ହାତରେ ଏ ଦାୟିତ୍ୱ ଦେଇଛନ୍ତି। ନିଜେ ପବିତ୍ର ରହି ତାଙ୍କ ପରିବାରକୁ ବି ସେଇ ଆଦର୍ଶରେ ଉଦ୍ବୁଦ୍ଧ କରିବାକୁ ବାବା କହୁଛନ୍ତି। ବାବା କହୁଛନ୍ତି ଘଡ଼ି ଘଡ଼ି ଆମ ବୁଦ୍ଧି ଅନ୍ୟ ଆଡ଼େ ଚାଲି ଯାଉଛି, କେତେବେଳେ ଏପଟ କଥା ଭାବୁଛେ, ପୁଣି କେତେବେଳେ ମାୟାରେ ବି ମନ ଫସି ଯାଉଛି। ତେଣୁ ଏ ମନକୁ କଣ୍ଟ୍ରୋଲ କରିବା ପାଇଁ ମାୟା ରୟାଲ ରୂପରେ ଆସୁଛି। ବନ୍ଧନରୁ ମୁକ୍ତି, ଯଦି ଆମେ ମାୟାର ରୟାଲ ରୂପର ବନ୍ଧନରୁ ମୁକ୍ତ ହେବା, ତାହେଲେ ଆମେ ବିଶ୍ୱଜିତ୍ ଜଗତ ଜିତ୍ ହେଇଯିବା। କେମିତି ରୟାଲ ରୂପ ମାୟାର? ପୁଣି କ'ଣ? ମାୟାର ରୟାଲ ରୂପ ହେଲା ମନେ ମନେ ଭାବିବା ମୁଁ ଗୋଟିଏ ପୁରୁଷାର୍ଥୀ ଆତ୍ମା,
ମୁଁ ବହୁତ ବାବାଙ୍କର ସେବା କରୁଛି, ମୋତେ ବାବା ବହୁତ ପ୍ରକାର ଟଚିଂ ଦେଉଛନ୍ତି, ମୋର ଭଲ ନିର୍ଣ୍ଣୟ ଶକ୍ତି ଅଛି, ମୁଁ 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 ମୋର ସେ ଯେଉଁ ମେରାପନ, ସେଇଟା ହେଉଛି ପ୍ରବଳ ମାୟା। ଏଇଟା ହେଉଛି ରୟାଲ ମାୟା। ଏଇ ରୟାଲ ମାୟା ଠାରୁ ନିଜକୁ ଆମେ ମୁକ୍ତ ରଖିବା। ବାବା ଯାଦୁଗର। ବାବା ଆମକୁ ଏଇ ମାୟାର ଯେଉଁ ଯାଦୁ ଅଛି, ମାୟା ଯାଦୁରୁ ଆମେ ମୁକ୍ତ ରହି ବାବାଙ୍କ ଯାଦୁଗରୀ, ଯେଉଁ ପତିତରୁ ପାବନ ହେବା ତାଙ୍କର ଯାଦୁଗରୀ, ସେଇଥିରେ ଆମେ ମସ୍ତ ମସଗୁଲ ରହିବା। ଏକ ବାବାଙ୍କ ସମ୍ବନ୍ଧରେ ଆମେ ରହିବା। ଏକ ପିତା ଏକ ଶିବ ବାବା, ଦୁସରା ନ କୋଇ। ଏଇ କଥା ଯଦି ଆମେ ଭାବିବା, ପ୍ରକୃତି ଜିତି ହେଇଯିବା, ବିଶ୍ୱ ଜିତି ହେବା, ଜଗତ ଜିତି ହେବା। ଏକ ସେକେଣ୍ଡରେ ଆମେ ମାୟାଠାରୁ ଦୂର ବି ହୋଇପାରିବା। ମାୟା ଯେତେ ଆମକୁ ଆକର୍ଷଣ କଲେ ବି ଆମେ ଯଦି ବାବାଙ୍କ ଆଡ଼କୁ ମନ ନେଇଯିବା, ଏକ ସେକେଣ୍ଡରେ ତା ପାଖରୁ ଆମେ ବାହାରକୁ ଆସିଯିବା। ବାବା କହୁଛନ୍ତି ବିଶ୍ୱ ପରିବର୍ତ୍ତକ କିଏ? ଯିଏ ନକାରାତ୍ମକ ଭାବନାକୁ ସକାରାତ୍ମକ ଭାବନାରେ ବଦଳେଇ ଦେଇପାରେ। ନିଜର ବି ନେଗେଟିଭ ଥିଙ୍କିଙ୍ଗକୁ ପଜିଟିଭ ଥିଙ୍କିଙ୍ଗରେ ବଦଳାଉଥିବ, ଅନ୍ୟର ବି ନେଗେଟିଭ ଥିଙ୍କିଙ୍ଗକୁ ପଜିଟିଭ ଥିଙ୍କିଙ୍ଗରେ ବଦଳେଇବାର କ୍ଷମତା ରଖିଥିବ ବା ସାହସ ରଖିଥିବ, ସମର୍ଥ ହେଇପାରୁଥିବ। କେମିତି ଜଣଙ୍କର ନକାରାତ୍ମକ ଚିନ୍ତାଧାରାକୁ ଆମେ ସକାରାତ୍ମକ ଚିନ୍ତାଧାରାରେ ବଦଳେଇବା? ବାବା କହୁଛନ୍ତି ବିଶ୍ୱ ପରିବର୍ତ୍ତକ ନା, ତୁମେ ନିଜକୁ ବଦଳେଇଲ, ପୁଣି ଅନ୍ୟକୁ ବି ବଦଳେଇବ, ତାହେଲେ ତୁମେ ବିଶ୍ୱ ପରିବର୍ତ୍ତକ ହେବ। ସେଥିପାଇଁ ଯେଉଁମାନେ ନକାରାତ୍ମକ ଚିନ୍ତାଧାରାରେ ବଶବର୍ତ୍ତୀ ହୋଇ ନିଜକୁ ସବୁବେଳେ ଫେଲୁଅର ମାନି ତଳକୁ ଯାଉଛନ୍ତି, ଆତ୍ମସ୍ଥିତି ତାଙ୍କର ଆତ୍ମାର ଉନ୍ନତି ହେବା ବଦଳରେ ଅବନତି ହେଉଛି, ସେମାନଙ୍କୁ ତୁମେ ବାବାଙ୍କର ଶାନ୍ତି, ସୁଖ, ପ୍ରେମର ପ୍ରକମ୍ପନ ଆଣି ସେମାନଙ୍କ ପାଖକୁ ତୁମେ ପଠାଅ, ଯାହାଫଳରେ ସେମାନଙ୍କର ନକାରାତ୍ମକ ଚିନ୍ତାଧାରା ବି ସକାରାତ୍ମକ ଚିନ୍ତାଧାରାରେ ପରିବର୍ତ୍ତନ ହୋଇଯିବ। ଏମିତି କରିପାରିଲେ ହିଁ ତୁମେ ବିଶ୍ୱ ପରିବର୍ତ୍ତକ ବୋଲି ବାବା କହିବେ। ବାବା ତ ଏତେ ଜିନିଷ ବୁଝାଉଛନ୍ତି। ଆମେ ନିଶ୍ଚିତ ଭାବରେ ଆଜି ମନରେ ଶପଥ ନେବା ଯେ ବାବାଙ୍କର ବାଣୀ ଆମେ ବୁଝିଲେ ଆଉ ନିଜେ କ'ଣ କରୁଛେ ଚାର୍ଟ ରଖି ନିଜକୁ ନିଜେ ସଂଶୋଧନ କରିବା। ଓମ୍ ଶାନ୍ତି।